ଆଜି ମୋ ଭାବନାଟା ସତ ହୋଇଗଲା। କାହିଁକି ନା ମୁଁ ଯେତେବେଳେ ଆସିକି ଟାଇମ୍ ହେଲାନି 11ଟା, ମୁଁ ଟିକେ ଆଜି ଗଛରେ ପାଣି ଦେଉଥିଲି। ସବୁ କାମ ସାରିଲା ପରେ ଟାଇମ୍ ହେଇଗଲା 11ଟା। କାହିଁକିନା ଟିକେ ଉଠିବାରେ ମୋର ଆଜି ଲେଟ୍ ହେଇଛି। ତ ମୁଁ ଯେତେବେଳେ ପାଣି ଚଲେଇଲା ସମୟରେ ମୁଁ ଭାବୁଛି କି ଯଦି ମୁଁ ଏଇନା ପାଣିଟା ଚଲେଇଲି, ଟାଙ୍କିରେ ଟୋଟାଲ୍ ପାଳିନି, ତ ଚଲେଇଦେଲି, ଲାଇନ୍ଟା ଯଦି ପଳେଇଲା ମୁଁ ଆଜି ଗାଧେଇ ପାରିବିନି, ମୁଁ ସେମିତି ବସିଥିବି। ଭାଇରେ ମୋ ଭାବନାଟା ସତ ହେଇଗଲା। ଜଷ୍ଟ ଚଲେଇକି ମୁଁ ଆସିଛି, ଗୋଟେ ସେକେଣ୍ଡରେ ଲାଇନ୍ ପଳେଇଛି। ମୁଁ କାହିଁକି ଭାବୁଥିଲି, ମୁଁ ସେଇଟା ଭାବୁଛି। ମୋ ଭାବନା ଯଦି ଏତେ ସତ, ମୁଁ କାହିଁକି ଭାବୁଥିଲି। ସେଥିପାଇଁ ମୁଁ ଦେଖିପାରୁଥିବି ମୁଁ ଏମିତି ବାହାରେ ବସିଛି, ଭିତରକୁ ବି ଯାଇନି। ଆଉ ଅପେକ୍ଷା କରିଛି ଲାଇନ୍ କେତେବେଳେ ଆସିବ, ମୁଁ ମୋଟର ଚଲେଇବି, ତାପରେ ଭିତରକୁ ଯିବି। କିଛି ସମୟ ବସିଲା ପରେ ଲାଇନ୍ ଆସିଲା। ବହୁତ ସମୟ ପରେ ଲାଇନ୍ ଆସିଛି। ତ ମୁଁ ଏବେ ଯାଇକି ଦେଇଛି, ତ ସୁଇଚ୍ ଦେଇକି ବସିଛି। ଟିକେ ପାଣି ହେଇଗଲେ ମୁଁ ଯାଇକି ଗାଧେଇବି। ଭୁଲରେ ଆଉ ଟୋଟାଲ୍ ମୁଁ ସେମିତି ଭାବିବି ନାହିଁ। ଆଜି ମୋ ଭାବନାଟା ଏତେ ସତ ହେଲା, ମୋତେ ଏତେ ମହଙ୍ଗା ପଡ଼ିବ ବୋଲି ସେଟା ମୁଁ ଜାଣିନଥିଲି। ବସିଛି ବାହାରେ, ଯାଉଛି। ଯଦି ମୁଁ ଚଲେଇବି, ମୋଟର ଚାଲିଲା। ଆମ ସାର୍ ଟିକେ ମନେ କରିକି ସକାଳୁ ଟିକେ ଚଲେଇ ବି ଦେବେନି। ଆଜି ସଣ୍ଡେ ଅଛି, ମୁଁ କହିଥାନ୍ତି ତାଙ୍କୁ ଚଲେଇବା ପାଇଁ, ମୋର ବି ଆଉ ମନେ ନାହିଁ। ସେଥିପାଇଁ ବହୁତ ଭଲ ଭାବରେ ନାମ ନେଲି।